ଗାଈ କହିଥାଏ ଭବିଷ୍ୟ କଥା। ଆପଣମାନଙ୍କୁ ଶୁଣିଲା ପରେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ସତରେ କ'ଣ ଆମ ଘରେ ଯେଉଁ ଗାଈ ଅଛି ସିଏ ଆମ ଭବିଷ୍ୟ କଥା କହିପାରିବ? ସାଙ୍ଗମାନେ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଗାଈ ତ କଥା କହିପାରେ ନା, ଗାଈ କେମିତି ଆମର ଶୁଭ ଅଶୁଭ କଥା କେମିତି ଜାଣିବ, ଆମକୁ କେମିତି ଜଣେଇବ? ଗାଈର କିଛି ଇସାରା ଆମ ଜୀବନରେ ଘଟିବାକୁ ଯାଉଥିବା ଶୁଭ ଅଶୁଭର ସଂକେତ ଦେଇଥାଏ। ତ ସାଙ୍ଗମାନେ, ହିନ୍ଦୁ ଧର୍ମରେ ଗାଈକୁ ପୂଜା ଅର୍ଚ୍ଚନା କରାଯାଇଥାଏ ଓ ଗାଈର କ୍ଷୀରକୁ ଅମୃତ ସହ ତୁଳନା କରାଯାଇଥାଏ। ସାଙ୍ଗମାନେ, ଗାଈ ହେଉଛି ଗୋଟିଏ ଗୃହପାଳିତ ପଶୁ। ତେଣୁ ଗାଈ ପ୍ରାୟ ଅଧିକାଂଶ ଘରେ ଦେଖିବାକୁ ମିଳିଥାନ୍ତି। ଗୃହପାଳିତ ପଶୁ ତଥା ଗାଈ, କୁକୁର ଓ ବିରାଡ଼ି ଆଦିଙ୍କ ଠାରୁ ଭବିଷ୍ୟତର ବହୁତ କିଛି ସୂଚନା ମିଳିଥାଏ। ସାଙ୍ଗମାନେ, ଏହିସବୁ ପଶୁମାନଙ୍କ ଠାରୁ କେତେକ ସଂକେତ ମିଳିଥାଏ ଯାହାଦ୍ୱାରା ଆମେ ଭବିଷ୍ୟତରେ ଆସୁଥିବା ଶୁଭ ଓ ଅଶୁଭ ଫଳ ବିଷୟରେ ଜାଣିପାରିବା। ସାଙ୍ଗମାନେ, ଆଜି ମୁଁ ଆପଣମାନଙ୍କୁ ଗାଈ ଦ୍ୱାରା ମିଳୁଥିବା ସମସ୍ତ ସଂକେତ ବିଷୟରେ ଜଣାଇବି। ତାହେଲେ ସାଙ୍ଗମାନେ, ଆସନ୍ତୁ ଜାଣିବା କେତେବେଳେ ଗାଈ ଦେଖିବା ଶୁଭ ଓ କେତେବେଳେ ଗାଈ ଦେଖିବା ଅଶୁଭ ହୋଇଥାଏ। ସାଙ୍ଗମାନେ, ପ୍ରଥମରେ ହେଉଛି, ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବା କୌଣସି ଯାତ୍ରାରେ ଯାଉଥିବା ସମୟରେ ଘର ବାହାରେ ଗାଈକୁ ଦେଖିବେ, ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏହା ସହିତ ଆପଣମାନଙ୍କୁ ଶୁଭ ସମାଚାର ମଧ୍ୟ ମିଳିଥାଏ। ସାଙ୍ଗମାନେ, ଯଦି ଆପଣମାନେ କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରକୁ ବାହାରୁଛନ୍ତି ଆଉ ଆପଣମାନେ ଘରୁ ବାହାରିବା ମାତ୍ରେ ଆପଣମାନେ ଗାଈ ଦେଖୁଛନ୍ତି, ତାହେଲେ ଆପଣଙ୍କ ପାଇଁ ବହୁତ ଶୁଭକର ହୋଇଥାଏ, ବହୁତ ଶୁଭ ହୋଇଥାଏ। ଆପଣଙ୍କ କାମରେ ମଧ୍ୟ ଆପଣଙ୍କୁ ସଫଳ ମିଳିଥାଏ। ଦ୍ୱିତୀୟରେ ହେଉଛି, ଯଦି ଆପଣ ଶୋଇଥିବା ସମୟରେ ସ୍ୱପ୍ନରେ ଏକ ଧଳା ଗାଈ ସହ ଏକ ବାଛୁରୀକୁ ଦର୍ଶନ କରିବେ, ତାହେଲେ ଆପଣଙ୍କର ସେହି ଦିନର ସମସ୍ତ କାର୍ଯ୍ୟ ସଫଳ ହେବ। ସାଙ୍ଗମାନେ, ସ୍ୱପ୍ନରେ ଏକ ଧଳା ଗାଈ ଦେଖିବାର ଅର୍ଥ ହେଉଛି ଆପଣଙ୍କ ଉପରେ ସମସ୍ତ ଦେବାଦେବୀମାନଙ୍କର ଆଶୀର୍ବାଦ ରହିଛି, କାରଣ ଗୋମାତାଙ୍କ ଶରୀରରେ 33 କୋଟି ଦେବାଦେବୀ ବାସ କରିଥାନ୍ତି। ସାଙ୍ଗମାନେ, ଯଦି ଆପଣମାନେ ସ୍ୱପ୍ନରେ ଧଳା ଗାଈ ଦେଖୁଛନ୍ତି, ଯଦି ଆପଣମାନେ ସ୍ୱପ୍ନରେ ଧଳା ଗାଈ ସହ ବାଛୁରୀ ଦେଖୁଛନ୍ତି, ତାହେଲେ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଆପଣଙ୍କର କାମ ବହୁତ ଜଲ୍ଦି ସଫଳ ହେବାକୁ ଯାଉଛି। ଆପଣମାନେ ଯାହା ବି ଜୀବନରେ କରିବାକୁ ଚାହୁଁଛନ୍ତି ସେ ସଫଳ ହେବାକୁ ଚାହୁଁଛି। ସେଥିପାଇଁ ଭଗବାନ ତୁମକୁ ଜଣାଉଛନ୍ତି, ତୁମକୁ ଆଦେଶ ଦେଉଛନ୍ତି କି ତୁମେମାନେ ତୁମର କାମକୁ କରିଚାଲ। ସାଙ୍ଗମାନେ, ତୃତୀୟରେ ହେଉଛି, ଯଦି ଆପଣ ଗାଈ ପାଳୁଛନ୍ତି ଓ ସେହି ଗାଈର ଆଖିରୁ ଲୁହ ଦେଖୁଛନ୍ତି, ତାହେଲେ ଆପଣଙ୍କ ପରିବାରରେ ବହୁତ ସମସ୍ୟା ଆସିବାକୁ ଯାଉଛି। ସାଙ୍ଗମାନେ, ସେହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହିତ ଆପଣଙ୍କ ଘରେ ବହୁତ ମାତ୍ରାରେ କଳହ ଲାଗିପାରେ। ତେଣୁ ସେହି ସମୟରେ ଆପଣ ନିଜ ଇଷ୍ଟ ଦେବତାଙ୍କ ଆରାଧନା କରନ୍ତୁ। ସାଙ୍ଗମାନେ, ଯଦି ଆପଣମାନେ ଗାଈ ପାଳିଛନ୍ତି ଆଉ ଆପଣଙ୍କ ଗାଈର ଆଖିରୁ ଲୁହ ଝରୁଛି, ଆପଣଙ୍କ ଗାଈ କାନ୍ଦୁଛି, ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କ ପାଇଁ ବହୁତ ବଡ଼ ଅଶୁଭ ହେବାକୁ ଯାଉଛି। ଆପଣଙ୍କ ଘରେ କଳହ ସୃଷ୍ଟି ହେବାକୁ ଯାଉଛି। ତ ଆପଣମାନେ କ'ଣ କରିବେ? ନିଜର ଇଷ୍ଟ ଦେବତା ଯାହାକୁ ଆପଣମାନେ ମାନୁଛନ୍ତି, ଯାହାକୁ ଆପଣମାନେ ପୂଜା କରୁଛନ୍ତି, ତାଙ୍କର ଆରାଧନା କରନ୍ତୁ, ତାଙ୍କର ପୂଜା କରିକିରି ଭୁଲ ପ୍ରାର୍ଥନା କରନ୍ତୁ, କ୍ଷମା ପ୍ରାର୍ଥନା ମାଗନ୍ତୁ। ଦେଖିବେ ଯଦି ଆପଣଙ୍କ ଦ୍ୱାରା କୌଣସି ବି ଭୁଲ ହୋଇଥିବ, ଭଗବାନ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ଭୁଲକୁ କ୍ଷମା କରିବେ। ସାଙ୍ଗମାନେ, ଚତୁର୍ଥରେ ହେଉଛି, ଯଦି ଆପଣ ନିଜ ପାଳିତ ଗାଈ ପାଖରେ ଅନେକ ମାଛି ଓ କୁକୁର ଦେଖୁଛନ୍ତି, ତାହେଲେ ବୁଝିଯାଆନ୍ତୁ ସେହିଦିନ ଆପଣଙ୍କ ଘରର କୌଣସି ସଦସ୍ୟର ଦୁର୍ଘଟଣା ହେବାକୁ ଯାଉଛି। ସାଙ୍ଗମାନେ, ଆପଣମାନେ ଜାଣିଥିବେ
गोटे समय एमिति आसे आपणक गाई को देखि कुकुर माने भुकंती, आपणक गाईर चारिपाखरे माछी माने घूरी बुलंती। आपण माने मनरे भाबंती कौन पई ये माछी गुराक एमिति होउचंती, कौन पई ये कुकुर गुराक भुकुचंती। आपण माने जानी रखंतु, आपण माने केबे भी हेले ए कथाटी को खामख्याली नियंतु नहीं। आपण माने सतर्क होई जांतु। जदि आपणक सहित एमिति हेउची, आपणकर घरे जो पालित पशु रखिचंती, आपण जो गाई को रखिचंती, जो गोमाता को आपण माने रखिचंती, जदि एही भली हेउची, एही भली आपणकु देखिबाकू मिलुची, ताहाले आपण माने सतर्क होई जांतु, सावधान होई जांतु। आपणक सहित दुर्घटना होई पारे, आपणक सहित दुर्घटना घटी पारे। घटिबा आगरु सतर्क होई जांतु, सावधान होई जांतु। सांग माने पंचमरे हेउची, जदि सूर्योदय समय रे कौनसी एक गाई ओ तार बाछुरी आपणक गृह सामने छिड़ा होई थांती, ताहेले सांग माने यह अत्यंत शुभदायक होइताए। आपण सेही गाई ओ बाछुरी को निश्चिंत किछि खाद्य खाइबे को दियंतु, जहाँकि आपणक पई बहुत लाभदायक हेबो। सांग माने जदि आपण माने संध्या समय रे गाई देखुचंती आपणकर घर पाखरे, आपणकर घर चारि पाखरे आपण माने गाई देखुचंती, निज गाई नुहे, जदि आउ कहा गाई आसी आपणकर घर चारि पाखरे कौनसी भी जगारे छिड़ा हेउची, ताहाले आपण माने केबे अणदेखा करंतु नहीं। आपण माने सेमानंकु किछि खाइबाकू दियंतु, देखिबे आपणक पई बहुत लाभदायक हेबो। आपण माने जानिथिबे आम हिंदू धर्म रे गाई को माँ भली मानती, गाई को माता बोली मानती, गोमाता कहती गाई को। सेथिपाई केबे भी हेले गाई को जदि आपण माने केबे भी देखुचंती, आपणकर घर सामने कौनसी बुला गाई आसी छिड़ा हो जाउचंती बा षंढ आसी छिड़ा हो जाउचंती, केबे भी हेले अणदेखा करंतु नहीं, कारण सेमाने हेले भगवान स्वरूप। जदि आपण माने मंदिर को न जाई सही मानकु पूजा करिवे ना, सही मानकु खाइबाकू देबे ना, भगवान तुम डाक बहुत जल्दी शुणिबे। सेथिपाई आउ डेरी करंतु नहीं। जदि आपण माने केबे भी कौनसी बुला गाई होंतु कि आपणकर निज घरे थिबा गाई, जदि सेमानंकु स्नेह आदर देउचंती, सेमानंकर भल खबर बुझुचंती, सेमानंकु खाइबाकू टाइम टू टाइम दउचंती, ताहले आपणक उपरे केबे भी हेले असुविधा आसीबो नाही। सांग माने जदि आपण मानकु ए वीडियो रु किछि शिखिया पे मिलिथिबो, ताहले लाइक टे निश्चित भाव में करदेवे। कमेंट बॉक्स रे आपण मानकर मतामत रखिबे। चैनल रे प्रथम थर पई होइदिले सब्सक्राइब करदेवे। धन्यवाद। जय जगन्नाथ, जय मां सरला, जय श्री कृष्ण।